ଏ କଳାକୃତି କ'ଣ? ଏ କଳାକୃତି ନାଁ ହେଲା ସମ୍ପ୍ରତି କାଳର ମାନବ। ତାମାନେ ବର୍ତ୍ତମାନ ସମୟର ମଣିଷ। ବର୍ତ୍ତମାନ ମଣିଷ ମୁଁ କେମିତି ଆଜ୍ଞା କାହିଁକି ତିଆରି କଲି ନା, ମୁଁ ଜଣେ ଶିଳ୍ପୀ, କଳା ରୂପକ କୂଅର ଗୋଟେ ବ୍ୟଙ୍ଗ ସଦୃଶ। ମୁଁ ସମାଜକୁ ଚିହ୍ନି ନଥିଲି। ଯେତେବେଳେ କରୋନା ଭୟଙ୍କର ରୋଗଟି ବ୍ୟାଧିଟି ଆସିକି ପହଞ୍ଚିଲା ସମଗ୍ର ବିଶ୍ୱରେ, ଆମ ହାତରୁ ନିହଣ ବି ଚାଲିଗଲା, ତୁଳି ବି ଚାଲିଗଲା, ସେତେବେଳେ ମୁଁ ଅନୁଭବ କଲି ସମାଜକୁ ଏଇ ମଣିଷ ଗୁଡ଼ାକ କ'ଣ ଏମିତି ଲାଗୁଛନ୍ତି। ସମସ୍ତଙ୍କୁ ଅନୁଭବ କଲି। ଦୀର୍ଘ 3 ବର୍ଷ ପରେ ମୁଁ ସିଦ୍ଧାନ୍ତ ନେଲି ଯେ ଏ ମଣିଷ ବର୍ତ୍ତମାନ ସେଭଳି ମଣିଷ ନୁହେଁ। ତେଣୁ ମୁଁ ତିଆରି କଲି ଗୋଟେ ଏମିତି ମଣିଷ ଯେ ମଣିଷ ଛିଡ଼ା ହେଇଛି, ତା ମୁହଁଟି ଘୋଡ଼ା, ମଥାଟି ଘୋଡ଼ା। କାରଣ ନା ଘୋଡ଼ା ହେଲା ଗତିର ପ୍ରତୀକ। ତେଣୁ ବହୁ କ୍ଷିପ୍ରଗତି ଘୋଡ଼ାରେ। ତେଣୁ ମଣିଷର ମସ୍ତିଷ୍କ ବର୍ତ୍ତମାନ ବଡ଼ କ୍ଷିପ୍ର। ତାପରେ ହାତ ଦୁଇଟି ଛଞ୍ଚାଣ। ତାମାନେ ଯେତେ ଝାମ୍ପିବ, ଯାହା ଦେଲେ ବି ସେ ସନ୍ତୁଷ୍ଟ ନୁହେଁ, ଆହୁରି ନେବ। ଦରକାର ପଡ଼ିଲେ ମଣିଷର ହୃତ୍ପିଣ୍ଡକୁ ସବୁ ପାଡ଼ି ଆଣିବ। ଆଉ ହୃଦୟଟି ଭୟଙ୍କର। ଆମେ ଯେଉଁ ନରମ ହୃଦୟ ଦେଖୁଛେ, ସେ ହୃଦୟ ନୁହେଁ, ସେ ଭୟଙ୍କରତା ପରିପୂରକ। ତେଣୁ ଏଇ 3ଟି ବସ୍ତୁକୁ ନେଇକିରି ମୁଁ କ'ଣ କଲି ନା ସମ୍ପ୍ରତି କାଳର ମାନବଟି ରଚନା କଲି। କୁପ୍ରଭାବିକ ପରିଣାମ, 3ଟି ବସ୍ତୁର କୁପ୍ରଭାବର ପରିଣାମ ଆମେ କେମିତି ଭୋଗ କରୁଛେ। ଦେଖନ୍ତୁ ଆଜ୍ଞା, ପ୍ରଥମ ମୁଁ ଦେଲି ନାରୀର ଅର୍ଦ୍ଧଲଗ୍ନତା, ଉଗ୍ରତା। ନାରୀକି ଆମେ ସ୍ୱାବଲମ୍ବୀ ପାଇଁ ସମାଜକୁ ଚାଲିଛୁ। ସେମାନେ ଚାରି କାନ୍ଥ ଭିତରେ ରହିକି ସେ ଯେଉଁ ଯନ୍ତ୍ରଣା, ଦୀର୍ଘ 50 ବର୍ଷ ତଳର ସେ ନାରୀ, ଏ ନାରୀ ଭିତରେ ବହୁତ ତଫାତ୍। ସେଇଥିପାଇଁ ତାଙ୍କୁ ଯାହା ହଉ ଆମ ସରକାର କିମ୍ବା କହୁ ଜଣେ ବିଜ୍ଞ ବ୍ୟକ୍ତି, ତା ଚେତନାଶୀଳ ବ୍ୟକ୍ତି, ସେ ସମାଜର ଆଗଧାଡ଼ିକୁ ସେ ଆଣିବାକୁ ଚେଷ୍ଟା କଲା, ଭଲ କଲା। କିନ୍ତୁ ସେ ନାରୀ ବର୍ତ୍ତମାନ ସ୍ୱାବଲମ୍ବୀ ହେବା ପରିବର୍ତ୍ତେ, ସେ ସ୍ୱାବଲମ୍ବୀ ପାଇଁ ଯେଉଁ ଆଗକୁ ଯାଇଥିଲା, ସ୍ୱାବଲମ୍ବୀ ହେବା ପରିବର୍ତ୍ତେ ସେ କ'ଣ ହେଲା ନା ସ୍ୱେଚ୍ଛାଚାରୀ ହେଇଗଲା। ସମସ୍ତେ ନୁହନ୍ତି ଆଜ୍ଞା, କିଛି ସ୍ୱେଚ୍ଛାଚାରୀ ହେଇଗଲା। ଅର୍ଦ୍ଧଲଗ୍ନ ଅଙ୍ଗ ପ୍ରଦର୍ଶିତ କଲା। ଯେ ଯୁବକମାନଙ୍କର କାମନା ବୃଦ୍ଧି ହେଲା, ଧର୍ଷଣ ସଂଖ୍ୟାଟା ବଢ଼ିଲା। ତେଣୁ ତଳ ମାର୍ଗରେ ମୋର ଅଛି ଧର୍ଷିତା। ତାମାନେ ଏ ଯେଉଁ ଅର୍ଦ୍ଧଲଗ୍ନତା, ଉଗ୍ରତା ଆଜି ସଜେଇ ଦେଉଛି ଅଧିକ କନ୍ତୁ ନାରୀକୁ ଧର୍ଷିତା ରୂପରେ। ତାପରେ ଖାଦ୍ୟର ଗରିଷ୍ଠତା, ବିଭିନ୍ନ ପ୍ରକାର ମାଂସ ଅଣ୍ଡା ଗରିଷ୍ଠ କରି ଖାଇବା, ତେଲ ମସଲା ଦେଇକି ଗରିଷ୍ଠ କରି ଖାଇବା ଦ୍ୱାରା ସମସ୍ତେ ଆମେ ଜଣେ ଜଣେ ରୋଗୀ। ତାପରେ ଅର୍ଥର ବହୁଳତା। ଆମର ଦରକାର 500 ଟଙ୍କା ଆମ ପରିବାର ପ୍ରତିପୋଷଣ ପାଇଁ, ଆମେ ସୁସ୍ଥତା ରହିପାରିବୁ। ଆମକୁ ଯଦି 5000 ଦିଆଯାଏ, ତାହେଲେ ଆମ ମସ୍ତିଷ୍କ କ'ଣ ହେବ? ସେତିକି ଲୋଡ୍ ନେଇପାରିବ ନାହିଁ। ସେ କ'ଣ କରିବ ନା ତାକୁ ସମାଜକୁ ସେ କ'ଣ କରିବ ନା ଅସ୍ଥିର କରିକି ରଖିବ। କେତେବେଳେ ସ୍ଥିର କରିବ ନାହିଁ। ହିଂସା ନିଶ୍ଚିତ ବୃଦ୍ଧି ହେବା ସ୍ୱାଭାବିକ। କାରଣ ନା ମୋର କ୍ଷମତା 500 ଟଙ୍କାର ମସ୍ତିଷ୍କ। ତେଣୁ ମୋତେ 5000 ଟଙ୍କା ଦିଆହେଲା ମାନେ ମୁଁ ସମାଜକୁ କେତେବେଳେ ସ୍ଥିର ହେବାକୁ ଦେବି ନାହିଁ। ଏଇ ଯେଉଁ 3ଟା ବସ୍ତୁର କୁପ୍ରଭାବର ପରିଣାମ ଆମେମାନେ ସମସ୍ତେ ଭୋଗ କରୁଛୁ, କିନ୍ତୁ ତାକୁ କେହି ବୁଝିପାରୁନି ଏଇଟା କାହିଁକି ଏ ପରିଣାମ। ସେଇଥିପାଇଁ ଏ କଳାକୃତି ମାଧ୍ୟମରେ ମୁଁ ବୁଝେଇ ଦେବାକୁ ଚାହୁଁଛି ଯେ 3ଟା ବସ୍ତୁକୁ ଯଦି ନିୟନ୍ତ୍ରଣରେ ନ ରଖାଯିବ, ତାହେଲେ ନିଶ୍ଚିତ ଅଧୋଗତି ସମାଜରେ। ବାସ୍।